ନୂଆପଡ଼ାରେ ହେଲା ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ। ଓଡ଼ିଶା କଂଗ୍ରେସର ଡାକରାରେ ସାରା ରାଜ୍ୟରେ ପାଳିତ ହୋଇଯାଇଛି ଓଡ଼ିଶା ବନ୍ଦ। ସୌମ୍ୟଶ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ କଂଗ୍ରେସର ଏହି ବନ୍ଦ ଡାକରା ଦିଆଯାଇଥିଲା। କଥା କୁହା ଅପାରଗ ସରକାର ଜଣେ ନିରୀହ ଶାନ୍ତ ସରଳ ଝିଅକୁ ଜାଣି ଜାଣି ମରଣ ମୁହଁକୁ ଛାଡ଼ିଦେବା ଓଡ଼ିଶା ସରକାରଙ୍କ ଏକ ହୀନ ଚକ୍ରାନ୍ତ ବୋଲି କଂଗ୍ରେସ ଦୃଢ଼ତାର ସହିତ କହିଛି। କାକୁତି ମିନତି ହୋଇ ନିଜର ଦୁଃଖଭରା ପରିସ୍ଥିତିରୁ ମୁକୁଳିବା ପାଇଁ ବିଜେପିର ବିଧାୟକ ସାଂସଦଙ୍କୁ ଅଭିଯୋଗ କରିଥିଲେ। ସେମାନେ ନିଷ୍ଠୁର ସାଜିବା ପରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଟ୍ୱିଟ୍ କରି ଜଣାଇଥିଲେ। କିନ୍ତୁ ଲୋକଙ୍କ ସରକାର ବୋଲି ଡିଣ୍ଡିମ ପିଟୁଥିବା ବିଜେପି ସରକାରର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ସୌମ୍ୟଶ୍ରୀ ପାଇଁ ଘାତକ ସାଜିଥିଲେ, ଯାହାଫଳରେ ସୌମ୍ୟଶ୍ରୀଙ୍କ ବିକଳ୍ପ କିଛି ନଥିଲା। କିନ୍ତୁ ଏବେ ବି ସୌମ୍ୟଶ୍ରୀଙ୍କ ମୃତ୍ୟୁ ଘଟଣା ସହଜରେ ହଜମ କରିପାରୁନାହାନ୍ତି ଓଡ଼ିଶାବାସୀ। ସୌମ୍ୟଶ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ କେବଳ କଂଗ୍ରେସ କାହିଁକି ସମସ୍ତ ରାଜନୈତିକ ଦଳ ସହିତ ବିଭିନ୍ନ ଅନୁଷ୍ଠାନ ମଧ୍ୟ ମର୍ମାହତ ହୋଇଯାଇଛନ୍ତି। ଅପାରଗ ବିଜେପି ସରକାରର 1 ବର୍ଷର ଶାସନକାଳ ମଧ୍ୟରେ ଅନେକ କିଛି ଅଘଟଣ ଘଟି ସାରା ଓଡ଼ିଶାକୁ ଗ୍ରାସ କରିଛି। ସେହି ଅପାରଗ ସରକାରକୁ ଚେତାବନୀ ଦେବା ପାଇଁ ଓଡ଼ିଶା କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇ ସରକାରଙ୍କୁ ସତର୍କ ସୂଚନା ଦେଇଛନ୍ତି। ନୂଆପଡ଼ା ଜିଲ୍ଲାର 5ଗୋଟି ବ୍ଲକ ଏବଂ ଗୋଟିଏ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳିତ ହୋଇଯାଇଛି। ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନକ୍ରମେ ଖଡ଼ିଆଳଠାରେ ବନ୍ଦ ପାଳନକୁ କମଲ ଚରଣ ତାଣ୍ଡି ନେତୃତ୍ୱ ନେଇଥିବା ବେଳେ ନୂଆପଡ଼ାଠାରେ ଜିଲ୍ଲା ସଭାପତି ସୁରେଶ ଆଜାଦ ଏବଂ ଜିଲ୍ଲା ସଂଯୋଜକ ଘାସିରାମ ମାଝୀ ନେତୃତ୍ୱ ନେଇଥିଲେ। ଜିଲ୍ଲା ଦେଇ ଯାଇଥିବା 353 ନମ୍ବର ଜାତୀୟ ରାଜପଥକୁ ବିଭିନ୍ନ ସ୍ଥାନରେ ଅବରୋଧ ହୋଇଥିବା ବେଳେ ବିଜୁ ଏକ୍ସପ୍ରେସ୍ ୱେକୁ ମଧ୍ୟ ଅବରୋଧ କରାଯାଇଥିଲା। ବାଇକ୍ ଶୋଭାଯାତ୍ରା କରି ଖଡ଼ିଆଳ ନଗର ପରିକ୍ରମା କରି ବନ୍ଦ ଡାକରାକୁ ସଫଳ କରିଥିଲେ। ଏହି ବନ୍ଦ ପାଳନରେ ଦୋକାନ ବଜାର, ଶିକ୍ଷା ଅନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟ, ବେସରକାରୀ ଅନୁଷ୍ଠାନ ସମେତ ସମସ୍ତ ବ୍ୟାଙ୍କ ବନ୍ଦ ରହିଥିଲା। ଆତ୍ମାହୁତି ଦେଇଥିବା ବାଲେଶ୍ୱର ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟଶ୍ରୀ ବିଶୀଙ୍କ ପ୍ରତି ଉପଯୁକ୍ତ ନ୍ୟାୟ ପ୍ରଦାନ ଦାବି କରିଥିବା ବେଳେ ଆସନ୍ତା ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ପ୍ରକାଶ କରିଛନ୍ତି। ନୂଆପଡ଼ାରୁ ଲୋକନାଥ ପଟେଲଙ୍କ ରିପୋର୍ଟ, এবি ନ୍ୟୁଜ୍।